ସାମ୍ବାଦିକଙ୍କୁ ଆକ୍ରମଣ କରିବା ଆଁ ଝିଅଙ୍କୁ ପଡ଼ିଲା ମହଙ୍ଗା। ସାମ୍ବାଦିକ ଏକ ଗଣତନ୍ତ୍ର ରାଷ୍ଟ୍ରର ଚତୁର୍ଥ ସ୍ତମ୍ଭ। ସାମ୍ବାଦିକଙ୍କ ଦ୍ୱାରା ଦେଶ ବିଦେଶର ଟିକିନିଖି ଖବର ସମସ୍ତେ ହାତ ପାଆନ୍ତାରେ ପାଇପାରିଥାନ୍ତି। ଯେତେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ସାମ୍ବାଦିକ ଜଣକ ନିଜ କର୍ତ୍ତବ୍ୟରେ କେବେ ଅବହେଳା କରିବାକୁ ଚେଷ୍ଟା କରିନଥାଏ। ଝଡ଼ ବର୍ଷା ହେଉ କି ମହାବାତ୍ୟା ହେଉ, ସବୁବେଳେ ସଠିକ୍ ଖବର ଦୁନିଆର ପରଦାରେ ଦେଖାଇବା ପାଇଁ ଜୀବନକୁ ବାଜି ଲଗାଇଥାଏ। ସତ୍ୟର ପୂଜାରୀ ସାମ୍ବାଦିକ ପ୍ରତ୍ୟେକ ମଣିଷ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥିବା ବେଳେ କେବେ କେବେ କାହା ପାଇଁ କାଳ ହୋଇଯାଇଥାନ୍ତି। ସତ୍ୟର ସନ୍ଧାନରେ ବାଟ ଚାଲୁ ଚାଲୁ ଅନେକ ଖବର ସଂଗ୍ରହ କରି ଲୋକଲୋଚନକୁ ଆଣିପାରିଥାନ୍ତି। ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣା ଦୁର୍ଘଟଣା ସାମ୍ବାଦିକଙ୍କ କଲମରେ ଲେଖା ହୋଇଯାଇ ପ୍ରତ୍ୟେକ ମଣିଷ ଜାଣିପାରିଥାନ୍ତି ଦୁନିଆର ହାଲଚାଲ। ସେହି ସାମ୍ବାଦିକ ସାରା ଦୁନିଆରେ ଅତି ପ୍ରିୟ ହୋଇ ରହିଥିବା ବେଳେ ନିଷ୍କଳଙ୍କ ସମାଜକୁ କଳଙ୍କିତ କରୁଥିବା ସ୍ୱାର୍ଥପର ମଧ୍ୟ ବାଦ୍ ପଡ଼ି ନଥାନ୍ତି ସାମ୍ବାଦିକଙ୍କ କଲମ ମୁନରୁ। ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଦୁନିଆକୁ ଅନ୍ଧପୁଟୁଳି ବାନ୍ଧି ଦେଇ ବାଟ ଚାଲୁଥିବା ବେଳେ ସମୟକ୍ରମେ ଧରାପଡ଼ି ଯାଇଥାନ୍ତି ସାମ୍ବାଦିକଙ୍କ କଲମ ମୁନରେ। ସେହିଠାରେ ସ୍ୱାର୍ଥପର ମଣିଷ ପାଇଁ ଜଣେ ସଚ୍ଚୋଟ ସାମ୍ବାଦିକ ସାଜିଥାଏ ତାଙ୍କ ପାଇଁ ଜଣେ ଚିରଶତ୍ରୁ। ସେମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ପାଟଣା ଥାନା ଅଞ୍ଚଳରେ। ସବୁଦିନ ଭଳି ଏରେଣ୍ଡେଇ ଗ୍ରାମର ବିଦ୍ୟୁତ୍ ପ୍ରଭା ବେଜ୍ ଏବଂ ତାଙ୍କ ମା ମନୋରମା ବେଜ୍ କଳା ସାମ୍ରାଜ୍ୟ ବିସ୍ତାର କରି ଦୁନିଆର ପରଦା ପଛପଟେ ରହି ଚଳାଇଥିଲେ ମଦ କାରବାର। କୌଣସି ଏକ ବିଦେଶୀ ମଦ ଦୋକାନରୁ ମଦ ଆଣି ଚଢ଼ା ଦରରେ ବିକ୍ରି କରି ଚାଲିଥିଲେ। ରାଜନୀତିର ପାହାଚରେ ଛିଡ଼ା ହୋଇ ଗାଁ ପିଲାମାନଙ୍କୁ ଚଢ଼ା ଦରରେ ମଦ ବିକ୍ରି କରି ଯୁବପିଢ଼ିକୁ ନିଶାସକ୍ତ କରିବାରେ ଏକ ମୁଖ୍ୟ ଭୂମିକା ନିଭାଇଥିଲେ। ୱାର୍ଡ ମେମ୍ବରର ଜଣେ ଜନପ୍ରତିନିଧି ହୋଇ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ନିଜ ସ୍ୱାର୍ଥ ପଛରେ ଚାଲିଥିଲେ। ୱାର୍ଡ ମେମ୍ବରର ପାୱାରକୁ ନିଜ ସ୍ୱାର୍ଥ ପଛରେ ଲଗାଇ ନିର୍ଭୟରେ ଏକ କଳଙ୍କିତ ପରିବେଶ ସୃଷ୍ଟି କରି ଚାଲିଥିଲେ। ଦୁନିଆରେ ଅନେକ ମଦୁଆ ତାଙ୍କର ସାହାରା ହୋଇ ରହିଥିବା ବେଳେ ମଦକୁ ଚଢ଼ା ଦରରେ ବିକ୍ରି କରି ଖୁବ୍ ଫାଇଦା ଉଠାଇଥିଲେ ମା ଝିଅ। କିନ୍ତୁ ସମୟ ଚକ୍ରର ବକ୍ରରେଖା ତାଙ୍କ ଜୀବନର ଭବିଷ୍ୟତ ଗଣିତକୁ ଅଛିଣ୍ଡା କରିଦେଲା। ନ୍ୟାୟର ପୂଜାରୀ ସାଜିଥିବା ସାମ୍ବାଦିକ ଦଶରଥ ବାରିକଙ୍କ କଲମ ମୁନରେ ଧରାପଡ଼ି ଏକ ସତ୍ୟର ଖବର ପ୍ରସାରଣ ହୋଇଗଲା। ସତ୍ୟ ଖବର ସଂଗ୍ରହ କରିଥିବା ଜଣେ ସାମ୍ବାଦିକଙ୍କୁ ମା ଝିଅ ଦୁଇଜଣ ମିଶି ପାଟଣା ବଜାର ନିକଟ ସାଧୁପଡ଼ା ଛକ ନିକଟରେ ଆକ୍ରମଣ କରିଥିଲେ। ଏନେଇ ସାମ୍ବାଦିକ ଦଶରଥ ବାରିକ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କାମ ଦେଲା ନାହିଁ ମା ଝିଅଙ୍କ ଲମ୍ବା ହାତ। ଫେଲ୍ ମାରିଗଲା ୱାର୍ଡ ମେମ୍ବରର କଳା ସାମ୍ରାଜ୍ୟ। ବୁଢ଼ିଆଣୀ ଜାଲରେ ଘାଣ୍ଟି ହୋଇଗଲା ମଦ ବେପାରର ଏକ ଲମ୍ବା ଇତିହାସ। ପାଟଣା ଥାନାର ଏଏସ୍ଆଇ ସରୋଜ କୁମାର ସେଠୀ ଘଟଣାର ତଦନ୍ତ କରି 85/2025 ନମ୍ବର ମାମଲାରେ ଜଣେ ସଚ୍ଚୋଟ ସାମ୍ବାଦିକଙ୍କୁ ମାରପିଟ ଅଭିଯୋଗରେ ଏରେଣ୍ଡେଇ ଗ୍ରାମର ବିଦ୍ୟୁତ୍ ପ୍ରଭା ବେଜ୍ ଏବଂ ମନୋରମା ବେଜ୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ମଦ କାରବାରରେ ଚଢ଼ା ଦରରେ ମଦ ବିକ୍ରି ହେଉଥିଲେ ମଧ୍ୟ ଏ ଅଞ୍ଚଳରେ ମଦର ବନ୍ୟା ସୃଷ୍ଟି ହେଉଥିଲା ବୋଲି ଅଞ୍ଚଳବାସୀ କହିଛନ୍ତି। କେମିତି ଯେ ଜଣେ ୱାର୍ଡ ମେମ୍ବର ହୋଇ ନିର୍ଭୟରେ ମଦ ବିକ୍ରି କରି ପୁଣି ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିପାରିଲେ, ଏ ସାହସ ଯେ କେଉଁଠୁ ଆସିଲା ତାହା ସନ୍ଦେହ ଘେରରେ। ଏ ବିଷୟରେ ଅବକାରୀ ବିଭାଗ ଜାଣିପାରୁଥିଲା କି ଜାଣି ଜାଣି ପ୍ରଶ୍ରୟ ଦେଉଥିଲେ ତାହା ଏବେ ସମସ୍ତଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କୁ ଗିରଫ କରାଯିବାକୁ ପାଟଣା ସାମ୍ବାଦିକ ସଂଘ ଏବଂ କେନ୍ଦୁଝର ଆଇଜେୟୁ ପକ୍ଷରୁ
ପୋଲିସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହିତ ଏହାର ପ୍ରକୃତ ତଦନ୍ତ କରି ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ନିବେଦନ କରିଛନ୍ତି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।